ଷ୍ଟାର୍ଟ କରନ୍ତୁ। थैंक यू सर प्रथमे आपनको नमस्कार आमर सेभेन सी आपनको आमर थिबा समस्त सेशन रे थिबा समस्त परिवार बंधु को मोर नमस्कार जा हो आज आम एते बढ़िया प्लेटफॉर्म पाइचे समस्ते किछि ना किछि उपकृत होचे आ मो मध्ये ସେଥିରୁ बहुत किछि उपकृत ହେଇଛି ତ ମୁଁ ବିଶେଷ କିଛି କହୁନି ସମସ୍ତଙ୍କର ତ ଅଭିଜ୍ଞତା ରହିଛି ଗଙ୍ଗାଧର ସାରଙ୍କୁ ମୁଁ ପ୍ରଥମେ ପାଇଲି ଆପଣଙ୍କର ଆମର ଯୋଉ କଟକର ସୌଭାଗ୍ୟ ସାର୍ ସହିତ ପ୍ରଥମେ ସେ ମତେ ଦେଇଥିଲେ ନମ୍ବର ଯେ ସାର୍ ଆଉ ଆମେ ତ ମର୍ଣ୍ଣିଂ ମେଡିଟେସନ କରୁଛୁ ଆଉ ଆପଣ ବି କରିବେ ଯଦି ସାର୍ ଲିଙ୍କ ନିଅନ୍ତୁ ତାପରେ ମୁଁ ସେଦିନଠୁ ଆଜି ପର୍ଯ୍ୟନ୍ତ କଣ୍ଟିନ୍ୟୁ କରି ଚାଲିଛି ଆଉ ବହୁତ ଉପକୃତ ହଉଛି ଆଉ ଆଗକୁ ମଧ୍ୟ ବଢୁଛି ଆଉ ବିଶେଷ କରି ମୋର ଗୋଟେ ମାନେ ଏବେ ବି ସେଇ ଜିନିଷଟା ମନେ ପଡୁଛି ଥରେ ମୋର ମନି ପର୍ସ ପୁରା ହଜି ଯାଇଥାଏ ମାନେ ଟୋଟାଲ ଜିନିଷ ଯାହା ଥିଲା ସବୁ ମାର୍କେଟରେ ପଡିଥାଏ ମୁଁ ସାର୍ ତ କହିଥିଲେ ଯେତେବେଳେ କିଛି ବିପଦରେ ପଡିବ କୁ ଟିକେ ସ୍ମରଣ କରିବ ତ ମୁଁ କରି କରି ଗଲି ଯାହା ହଉ ସେମିତି ହିଁ ପଡିଥିଲା ଭଗବାନଙ୍କୁ ଏତେ ପ୍ରାର୍ଥନା କଲି କୁ ବହୁତ ଧନ୍ୟବାଦ ଦେଲି ତା ମୁଁ ପାଇଯାଇଥିଲି ସବୁ ସେଫ ରେ ହିଁ ଥିଲା ତ ତାଠୁ ବଢିଆ ଆଉ ବଡ ଜିନିଷ କଣ ଅଛି ମୁଁ ବହୁତ ଚିନ୍ତିତ ଥିଲି ଆଉ ସାରଙ୍କର ତ ସବୁ ଜିନିଷ ମୁଁ କରୁଛି ଆଉ ଆଗକୁ ମଧ୍ୟ ବଢୁଛି ମୋ ପୁଅ ବି ବହୁତ ଖୁସି ମୋ ପୁଅ ବି ମଧ୍ୟ ସେଥିରେ ସାମିଲ ଅଛି ଆଉ ଯେତେବେଳେ ସାରଙ୍କ କଥା କହିଦିଏ ଯାହାବି ସିଏ ଯେତେ ବ୍ୟସ୍ତ ଥିଲେ ବି ଗଙ୍ଗାଧର ସାରଙ୍କ କ୍ଲାସ ଅଛି ସିଏ ପୁରା ଆକ୍ଟିଭ ହେଇଯାଏ ତ ସାରଙ୍କୁ ବହୁତ ବହୁତ ଧନ୍ୟବାଦ ମୋ ଛୁଆ ପାଇଁ ମଧ୍ୟ ତାଙ୍କୁ ବହୁତ କାମ ହେଉଛି ଆଉ ଆଗକୁ ବଢୁଛନ୍ତି ଆଉ ଧନ୍ୟବାଦ ସାର୍ ଆଉ ସବୁ କିଛି ତ ଆମେ କରୁଛୁ ସାର୍ ରେମେଡି ତ ମୋର ବହୁତ ଉପକୃତ ହଉଛି ରେମେଡି ମଧ୍ୟ ମୁଁ ସବୁ କରୁଛି ଆଉ ବିଶେଷ କିଛି କହୁନି ସାର୍ ରୋହିତ ସାର୍ ନମସ୍କାର ଧନ୍ୟବାଦ ସମସ୍ତଙ୍କୁ ପୁଣି ଥରେ ନମସ୍କାର ଶୁଭ ସନ୍ଧ୍ୟା। ବହୁତ 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 ଧନ୍ୟବାଦ ଧନ୍ୟବାଦ ଗୋପାଳ ସାର୍। ଆପଣଙ୍କର ସ୍ନେହ ଶ୍ରଦ୍ଧା ସବୁବେଳେ ରହିଛି ଆମେ ଅନୁଭବ କରୁଛୁ ଆପଣ ବି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଆମ ପ୍ଲାଟଫର୍ମରେ ଆପଣ ହଉଛନ୍ତି ବହୁତ ବଢିଆ। ଆପଣଙ୍କର ସେଇ ଯୋଉ ବହୁତ ଧନ୍ୟବାଦ ବଢିଆ କଥାଟି ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ ସାର୍। ମୁଁ ସେଇଥିରେ ବହୁତ ଇମ୍ପ୍ରେସ ହୁଏ ମୁଁ ସବୁବେଳେ ବି କୁହେ ଅନ୍ତତଃ ଗୋପାଳ ସାରଙ୍କଠୁ ସେଇ କଥା ଶିଖିବାର ଅଛି ଯୋଉଟା କି ବହୁତ ବଢିଆ। ଧନ୍ୟବାଦ ଧନ୍ୟବାଦ ସାର୍ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। आत्मिक अभिनंदन सर आत्मिक अभिनंदन बहुत बहुत धन्यवाद।